ଅଛି କି ରାମଙ୍କ ପାଞ୍ଚ ଗୁଣ ବିଜୟୀ ହେବେ ଆପଣ। ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଭଗବାନ ରାମ ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଏପରି ଅନେକ ଗୁଣ ଅଛି ଯେଉଁଥିପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ। ଭଗବାନ ଶ୍ରୀରାମ ସର୍ବୋତ୍ତମ ରାଜା ଥିଲେ। ସେ ସମ୍ମାନ, କରୁଣା, ଦୟା, ସତ୍ୟ, ନୈତିକତା ଏବଂ ଧର୍ମର ପଥ ଅନୁସରଣ କରି ଶାସନ କରିଥିଲେ। ଏହି କାରଣରୁ ତାଙ୍କୁ ଜଣେ ଆଦର୍ଶ ମଣିଷ ଏବଂ ମର୍ଯ୍ୟାଦା ପୁରୁଷ ମଧ୍ୟ କୁହାଯାଏ। ପ୍ରଭୁ ରାମଙ୍କର ଅନେକ ଗୁଣ ଅଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କର ରହିବା ଆବଶ୍ୟକ। ଭଗବାନ ଶ୍ରୀରାମଙ୍କର ଅଧିକ ସହନଶୀଳତା ଓ ଧୈର୍ଯ୍ୟର ବିଶେଷ ଗୁଣ ଅଛି। ଏଥିରୁ ଏହା ସ୍ପଷ୍ଟ ଯେ କୈକେୟୀଙ୍କ ଇଚ୍ଛା ଓ ଅନୁମତି କ୍ରମେ ସେ 14 ବର୍ଷ ନିର୍ବାସନରେ ଯାଇଥିଲେ। ଅଯୋଧ୍ୟାର ରାଜା ହେବା ସତ୍ତ୍ୱେ ଜଣେ ବନବାସ ଜୀବନ ବିତାଉଥିଲେ। ପ୍ରଭୁ ରାମଙ୍କର ଅନେକ ସାଙ୍ଗ ଥିଲେ। ପ୍ରଭୁ ରାମଙ୍କର କୈବର୍ତ୍ୟ, ସୁଗ୍ରୀବ, ନିଷଦରାଜ ଓ ବିଭୀଷଣ ସହିତ ବନ୍ଧୁତା ଥିଲା। ସେମାନଙ୍କ ପାଇଁ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସମସ୍ତଙ୍କର ପ୍ରଭୁ ରାମଙ୍କ ପରି ବନ୍ଧୁତା ବଜାୟ ରଖିବା ଗୁଣ ରହିବା ଉଚିତ। ରାମଙ୍କ ନାମ ଏ ପର୍ଯ୍ୟନ୍ତ ଜଣେ ଆଦର୍ଶ ଭାଇ ଭାବରେ ନିଆଯାଏ ଓ ଲୋକମାନେ କୁହନ୍ତି ଯଦି ଭାଇ ହେବ ତେବେ ରାମଙ୍କ ପରି ହେବ। ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ତାଙ୍କର ସାବତ ଭାଇ ଥିଲେ, କିନ୍ତୁ ସେ ତାଙ୍କର ସମସ୍ତ ଭାଇମାନଙ୍କୁ ନିଜ ଭାଇ ପରି ବ୍ୟବହାର କରୁଥିଲେ। ସେ ନିଜ ଭାଇମାନଙ୍କ ପାଇଁ ବଳିଦାନ ଓ ଉତ୍ସର୍ଗ ପାଇଁ ସର୍ବଦା ପ୍ରସ୍ତୁତ ଥିଲେ। ପ୍ରତ୍ୟେକଙ୍କ ପାଖରେ ରାମଙ୍କ ପରି ଏହି ଗୁଣ ରହିବା ଉଚିତ। ଜଣେ ରାଜା ହେବା ବ୍ୟତୀତ ପ୍ରଭୁ ରାମ ମଧ୍ୟ ଜଣେ ଦକ୍ଷ ପରିଚାଳକ ଥିଲେ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ତାଙ୍କର ଗୁଣ ଥିଲା। ତାଙ୍କର ଏହି ଗୁଣ ଯୋଗୁଁ ସେ ନିଜ ସୈନ୍ୟ ସାହାଯ୍ୟରେ ଲଙ୍କା ଯିବାକୁ ଏକ ସେତୁ ନିର୍ମାଣ କରିପାରିଥିଲେ। ପ୍ରଭୁ ରାମଙ୍କର ମଧ୍ୟ ଦୟା ଗୁଣ ଥିଲା ଯାହା ସମସ୍ତଙ୍କ ପାଖରେ ରହିବା ଉଚିତ। ଭଗବାନ ରାମ ଏହି ଗୁଣ ଯୋଗୁଁ ସେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ।